ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଠେକୁଆପଲ୍ଲୀ ଗ୍ରାମର ପ୍ରଦୀପ ସାର ଅଙ୍କ ଏକମାତ୍ର କନ୍ୟା ସନ୍ଧ୍ୟାରାଣୀଙ୍କ ପୁଷ୍ପବତୀ ଦିବସ ଉପଲକ୍ଷେ ଶ୍ରୀ ମା ଦକ୍ଷିଣକାଳୀ ନାଟ୍ୟ ସଂସଦ ଗାଲେରୀ ଅନୁଷ୍ଠାନ ତରଫରୁ ବିନୋଦ ବିହାରୀ ମାର୍ଥାଙ୍କ ରଚିତ ସାମାଜିକ ନାଟକ ଜନମ ନେଇଛି କାନ୍ଦିବା ପାଇଁ ବରିଷ୍ଠ ଯୁବ ନିର୍ଦ୍ଦେଶକ ସିଂହଚ ରାଜୀବ ଲୋଚନ ରେଡ୍ଡି କାଳି ଭାଇ ଓ ସହ ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ପେଶାରେ ଜଣେ ଶିକ୍ଷକ ମିଳିତ ସହଯୋଗରେ ନାଟକ ପରିବେଷଣ ହୋଇଥିଲା। ମଞ୍ଚକୁ ସମ୍ମାନୀୟ ଅତିଥି ବଟ କୃଷ୍ଣ ନାହାକ ଉଦ୍ଘାଟନ କରିଥିଲେ। ତତ ସହିତ ସମ୍ମାନୀୟ ଅତିଥି ଗାଲେରୀ ଗ୍ରାମର ସରପଞ୍ଚ ଶଙ୍କର୍ଷଣ ମହାରଥା, ବୁଲୁ ମହାରଣା, ଅକ୍ଷୟ ଷଡ଼ଙ୍ଗୀ, ଦୁତିକୃଷ୍ଣ ସାହୁ, ଭାଲୁ ସେଠୀ, ଠେକୁଆପଲ୍ଲୀ ଗ୍ରାମର ମହେଶ୍ୱର ପାଣ୍ଡି, ବିପ୍ର ଚରଣ ଦାସ, ସଜିତ ଦାସ, ସୁମନ୍ତ ଦାସ, ଯୋଗୀ ଦାସ, ସଞ୍ଜୟ ବେହେରା ମଞ୍ଚରେ ମଞ୍ଚାୟନ ହୋଇଥିଲେ। ନାଟକ ଭଲ ମଞ୍ଚସ୍ଥ ହୋଇଥିବାରୁ ଖଲିକୋଟ ବ୍ଲକରେ ଭୂଇଁସା ପ୍ରଶଂସା କରିଥିଲେ କଳାକାର। ନାଟ୍ୟ ନିର୍ଦ୍ଦେଶକ ପରିଚାଳକ ପ୍ରଦୀପ ସାରଙ୍କୁ ଦର୍ଶକ ଶୁଭବାର୍ତ୍ତା ଦେଇଥିଲେ। ପୁଣିଥରେ ଅନୁରୋଧ କ୍ରମେ ସେହି ନାଟକ ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ପରିବେଷଣ କରିବା ପାଇଁ ଖୋର୍ଦ୍ଧା ବ୍ଲକ ନିମେଇ ମଲ୍ଲ ଗ୍ରାମର ଗ୍ରାମବାସୀ ନାଟ୍ୟ ନିର୍ଦ୍ଦେଶକକୁ ଯୋଗାଯୋଗ କରିଥିଲେ।